ଜାତୀୟ ପ୍ରେସ୍ ଦିବସ 2025 ଅନୁଷ୍ଠିତ। ଆଜି ଭାରତର କୋଣ ଅନୁକୋଣରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କରନ୍ ପଞ୍ଚାୟତ ପବ୍ଲିକ ସ୍କୁଲଠାରେ ଜନକଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ରାମକୁମାର ସେନାପତିଙ୍କ ନେତୃତ୍ୱରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ। ସମ୍ମାନିତ ଅତିଥି କୁରୁଗୁଡା ଆଶ୍ରମର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଞାନୀ ହରପାଲ, ପବ୍ଲିକ ସ୍କୁଲର ପ୍ରତିଷ୍ଠା ଶ୍ରୀଯୁକ୍ତ ସୁଭାଷ ବାଗ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥିକୁ ଫୁଲତୋଡ଼ା ଦେବା ସହ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ପ୍ରଥମେ ମା ସରସ୍ୱତୀ ଓ ପ୍ରଭୁ ଗଣେଶଙ୍କ ଫଟୋ ମୂର୍ତ୍ତିରେ ଧୂପ ଦୀପ ପୁଷ୍ପମାଳ ଦେଇ ପୂଜା କରିଥିଲେ। ତାପରେ ଏହି ଜାତୀୟ ପ୍ରେସ୍ ଦିବସକୁ ନେଇ ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ଜନ୍ମଜୟ ନାୟକ କରିଥିଲେ। ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ। ଗୋଲାମୁଣ୍ଡାରୁ ହିମାଂଶୁ ଭୋଇଙ୍କ ରିପୋର୍ଟ, ଟାଇମ୍ ଅଫ୍ ଓଡ଼ିଆ। ମୋ ନାଁ ସାଉଲ ମଙ୍ଗରାଜ, ଓଡ଼ିଶା କଂଗ୍ରେସ କମିଟି ଏସିସିଏଲ୍ର ସାଧାରଣ ସମ୍ପାଦକ। ପ୍ରଥମେ ଜାତୀୟ ପ୍ରେସ୍ ଦିବସର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ ଶୁଭେଚ୍ଛା ଜ୍ଞାପନ କରୁଛି। ବହୁତ ଖୁସି ଲାଗିଲା ଆଜି ଆପଣମାନେ ମୋତେ ମୁଖ୍ୟ ଅତିଥି ହିସାବରେ ଆଉ ମୋତେ ଯେନ୍ ସମ୍ମାନ ଦେଲେ, ମୁଇଁ ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛେଁ। ଆପଣମାନେ ଯେନ୍ ପ୍ରକାରେ ମୋର ସାହାଯ୍ୟ ସହଯୋଗ କରି ଆସିଛନ୍ ଦୀର୍ଘଦିନ, ଖାଲି ମୋର ବ୍ୟକ୍ତିଗତ ଜିନିଷ ଭିତରେ ଆପଣ ସାହାଯ୍ୟ କରି କେତେବେଳେ ଲୋକଙ୍କର ପାଇଁ ଲଢ଼ିଛେଁ ସଦାସର୍ବଦା, ଅଞ୍ଚଳ ଲାଗି ଲଢ଼ିଛୁଁ। ଲୋକଙ୍କର ବିକାଶ ସଦାସର୍ବଦା ଆମେ ଚାହିଁଛୁ। ଗୋଲାମୁଣ୍ଡା ବ୍ଲକର କେନ୍ତା ଉନ୍ନତି ହେଇପାରବା ତାର ସେସବୁକେ ନେଇକରି, ସେଟା ଚାଷୀର ସମସ୍ୟା ହଉ, ଶ୍ରମିକମାନଙ୍କ ସମସ୍ୟା ହଉ, ସର୍ବସାଧାରଣଙ୍କ ସମସ୍ୟାକେ ନେଇକରି ରାଜରାସ୍ତାରେ ଲଢ଼ିଛୁ। ସଦାସର୍ବଦା ଆପଣମାନେ ସାମ୍ବାଦିକ ଭାଇମାନେ ଆମକୁ ସାହାଯ୍ୟ ସହଯୋଗ କରିଛନ୍। ଏଣୁକରି ପୁନର୍ବାର ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆଉ ସାମ୍ବାଦିକ ଦିବସରେ ଆପଣମାନଙ୍କୁ ଏତ୍କି ମୁଇଁ କହିବା ଲାଗି ଚାହିଁବି, ଗୋଟେ ସାମ୍ବାଦିକ ସଦାସର୍ବଦା ନିର୍ଭୀକ ହେବାର କଥା, আর ସତ୍ୟ ଜିନିଷକେ ଉନ୍ମୋଚନ କରବାର୍ କଥା। ସଦାସର୍ବଦା ସତ୍ୟର ସେମାନେ ସପକ୍ଷରେ ରହିବାର୍ କଥା। ଆପଣମାନକେ ଯେତେବେଳେ ବି ଆପଣ ସାମ୍ବାଦିକତା କରୁଛନ୍, ଆପଣମାନକେ ଅନେକ ବାଧାବିଘ୍ନ ଆସିପାରେ। ଆପଣ ସେ ବାଧାବିଘ୍ନକେ ନେଇ ଦେଖିକରି ସମାଜର ଉନ୍ନତି କେନ୍ତା ହେଇପାରବା, ଅଞ୍ଚଳର ଉନ୍ନତି କେନ୍ତା ହେଇପାରବା, ସେ ଜିନିଷକେ ନିଜର ଗୋଟେ ନିଷ୍ଠା ଭାବିକରି ଆପଣମାନେ ସଦାସର୍ବଦା ଆପଣଙ୍କ ସାମ୍ବାଦିକ ପରିବେଶ ଆଶା ରଖୁଛେ। ଆଉ ଆପଣମାନଙ୍କୁ ଏଇ ବାର୍ତ୍ତା ପ୍ରଦାନ କରୁଛେ।